ଆଉ ସେ ଏଭଳି ଭାବେ ପଢ଼ିବା ତାଙ୍କର କାଇଦା ଥିଲା, ମୁଁ ଠିଆ ଠିଆ ମୁଁ କାଲକୁଲେସନ କରିଦେଉଥିଲି। ତେଣୁ ଶିକ୍ଷକ ଯଦି ଜଣେ ଭଲ ମିଳିଯାଏ, ଛାତ୍ର ପାଇଁ ଖୁବ ସେଟା ବରଦାନ ଭାବିବାକୁ ପଡ଼ିବ। ସେଭଳି ଆମ ଜୀବନରେ ଆମେ ଏତେ ଭାଗ୍ୟବାନ ଯେ ପୁରୁଷୋତ୍ତମଙ୍କୁ ପାଇଛନ୍ତି ଆମର ଜୀବନର ଗୁରୁ ଭାବରେ। ୟାଠୁ ଭଳି ଗୋଟେ ସହଜ ଉପାୟ ଆଉ ନାହିଁ ଯେ ଏଇ ଜନ୍ମଟାକୁ ସାର୍ଥକ କରିବା ପାଇଁ। କାରଣ ସହଜ ଭାବରେ ସଂସାର ଭିତରେ ରହି ସଂସାରିକ ଜୀବନକୁ ଭଲ କରି ପୁଣି ନିଜର ସାଧନ ମାର୍ଗଟାକୁ ଆଗେଇ ଯିବା, ଏହା କେବଳ ମାତ୍ର ଠାକୁର ପାଖରେ ହିଁ ସମ୍ଭବ। ମୁଁ ଆସିବା ପରେ ତା ପୂର୍ବରୁ ମୁଁ ପାଟନା ଯାଇଥିଲି। ସେଟା ବି ଆଚାର୍ଯ୍ୟ ମୋତେ ପଠେଇଥିଲେ 5 ଦିନ ପାଇଁ, ଗୋଟେ କୌଣସି କାମ ନେଇ, ମେଡିକାଲ କାମ ନେଇ କରିକି। ସେତେବେଳେ ଏଇ ଗୁରୁ ଭାଇ ମାନଙ୍କ ପାଖରେ ଘରେ ଘରେ ସେତେବେଳେ ଯାଇଥିଲି, ସେଇ ସୌଭାଗ୍ୟ ମୋତେ ମିଳିଥିଲା। ସେ ଗୁରୁ ଭାଇ ମାନଙ୍କୁ ଗଲାବେଳେ କିଛି ଘଟଣା ମୁଁ ସେଠି ଶୁଣିଲି ବା ଜାଣିଲି ଯେ ଠାକୁର କିଭଳି ଲୀଳା କରୁଛନ୍ତି। ଯେ କରୁଥାଏ ସେ ହିଁ ଅନୁଭବ କରିପାରିବ। ବର୍ତ୍ତମାନ ଆମେ ବାଣୀରେ ପଢୁଛୁ ଯେ ଉଷାଇ ନିଶାଇ ମନ୍ତ୍ର ସାଧନ ଚଲାଇ ଫେରାଇ ଜପ ଯଥା ସମୟ ଇଷ୍ଟ নিদেশ মূর্ত করায় তো। এই গোটিଏ সেন্টেন্স, ଗୋଟିଏ ବାଣୀ ଯଦି ଦେଖାଯାଏ, ମୁଁ ନିଜକୁ ନିଜେ ଯଦି ତର୍ଜମା କରେ, ମୁଁ କଣ ଉଷା ନିଶାରେ ମନ୍ତ୍ର ସାଧନ କରେ କି ବା ଚଲାଇ ଫେରାଇ ମୁଁ ସେଇ ବୀଜ ମନ୍ତ୍ର ଜପ କରୁଥାଏ, ଆଉ ଇଷ୍ଟ ନିର୍ଦ୍ଦେଶ କଣ সেটা কোন পালন করছি। তেଣୁ ନିଜକୁ ନିଜେ ଯିଏ ତର୍ଜମା କରିବ সেই স্টুডেন্টটাই ক্লাসে ফার্স্ট হবে। এটি ମୁଁ যদি দেখে যে ତୁ ନାମଦାନ କରୁଛୁ କି ତୁ ପାଠ ପଢୁଛୁ, ତାହେଲେ ସେ କେବେ ବି ନା ତାର ଭଲ ହବ ନା ସେ ପିଲାର ଭଲ ହବ। ଏଠି ହେଉଛି ସେଲ୍ଫ ଆନାଲିସିସ୍, ନିଜର ବ୍ୟକ୍ତିଗତ ଜୀବନଟାକୁ ସୁଧାରିବା ପାଇଁ ଆମେ ଆସୁଛୁ। ତେଣୁ ବର୍ତ୍ତମାନ ଇଷ୍ଟ ନିର୍ଦ୍ଦେଶଟା କଣ ସେଟା ଜାଣିବାକୁ ପଡିବ। ଆମେ ଜାଣୁ ଯେ ଠାକୁର କହିଲେ ମୁଁ ଠକି ଦେଇ ଯାଉନି, ମୁଁ ଆଚାର୍ଯ୍ୟଙ୍କୁ ରଖି ଯାଉଛି। ଆଚାର୍ଯ୍ୟ ମାନେ ଆଚରଣ କରିଦେଇ ଦେଖାନ୍ତି ଯେ ନିଶ୍ୱାସ ପ୍ରଶ୍ୱାସରେ ତାଙ୍କ ଠାକୁରଙ୍କର କଥା ଠାକୁର ଭାବଧାରା ନେଇକି ରହିପାରିବେ। ଠାକୁର ଯେଭଳି ଚାହିଁଥିଲେ ସେଭଳି ଭାବେ କରୁଛନ୍ତି, ତାই ସେ ହିଁ କେବଳ ଆଚାର୍ଯ୍ୟ। ବର୍ତ୍ତମାନ ଆଚାର୍ଯ୍ୟଙ୍କର କଣ ନିର୍ଦ୍ଦେଶ? ବର୍ତ୍ତମାନ ନିର୍ଦ୍ଦେଶ ହେଉଛି ଘରେ ଘରେ ଯାଇ ଦୀକ୍ଷାପତ୍ର କାର୍ଯ୍ୟକ୍ରମ କରିବା ପାଇଁ। ଆଉ ଦୀକ୍ଷାପତ୍ର କାର୍ଯ୍ୟକ୍ରମ ମାନେ ନୁହେଁ ଯାଇ କେବଳ ଇଷ୍ଟଭୂତି କରୁଛୁ କି ନାହିଁ। ଦୀକ୍ଷାପତ୍ର କାର୍ଯ୍ୟକ୍ରମ ମାନେ ତା ଭିତରେ ବହୁତ କିଛି ରହିଛି, ସେଟା ବୁଝିବାକୁ ପଡିବ। ସେଦିନ ଆଚାର୍ଯ୍ୟ ଗୋଟେ ମନ୍ଦିରରୁ ଆସିଥାନ୍ତି, ବହୁ ଲୋକ କହିଲେ କିଛି କଥା କହିବା ପାଇଁ, ମୁଁ ସେଟା କହୁଛି। କହିଲେ ମନ୍ଦିର ନେଇ ଗୋଟେ ବ୍ୟସ୍ତ ହବା ଦରକାର ନାହିଁ, ନିଜର ଘରଟାକୁ ହିଁ ମନ୍ଦିର କରିବାକୁ ପଡିବ। ପ୍ରଥମେ ନିଜର ଘରେ ଯୋଉ ସଦସ୍ୟ ମାନେ ରହୁଛନ୍ତି ତାଙ୍କ ଭିତରେ କିଭଳି ସମ୍ପର୍କ ଅଛି। ଆମେ ଏକାଠି ବସି ଖାଇବା, ଏକାଠି ବସି ପ୍ରାର୍ଥନା କରିବା, ଗୁରୁଜନ ମାନଙ୍କୁ ପ୍ରଣାମ କରିବା, ସେଠି ଇଷ୍ଟ ଆଲୋଚନା କରିବା, এইগুলিକ ଯଦି ଘରେ ନ ହୁଏ ତାହେଲେ ଆମେ ସିନା ସତ୍ସଙ୍ଗ ପଳେଇ ଆସିବା, କିନ୍ତୁ ୟଙ୍ଗ ପିଲା ଦେଖନ୍ତୁ କେହି ନାହାନ୍ତି। এই ଦୁଇର ମାତ୍ର କୌଣସି ୟଙ୍ଗ ପିଲା ନାହିଁ, କାରଣ ସେମାନେ ମଜା ପାଉନାହାନ୍ତି। ସତ୍ସଙ୍ଗର ମଜା ସେତେବେଳେ ହିଁ ପାଇବେ ଯେତେବେଳେ ସେଟା ବାସ୍ତବ ଜୀବନ ସହିତ ଜଡ଼ିତ ଥିବ। ଧରନ୍ତୁ ଗୋଟେ ପିଲା ଆସିଛି, ସାଇନ୍ସ ଷ୍ଟ୍ରିମ୍ ବସିଛି, ସେଇଠି ବି ଆଲୋଚନା ହବା ଦରକାର ଯେ ଠାକୁରଙ୍କୁ ନେଇ ଜୀବନରେ ଧରିଲେ ତା ଜୀବନଟା କିଭଳି ସୁନ୍ଦର ହେଇପାରିବ। ବିବାହ ବିଷୟରେ ଘରେ ଆମେ କେବେ ବି ଆଲୋଚନା କରନ୍ତିନି, ଯୋଉଟା ଠାକୁର କହିଲେ ଶିକ୍ଷା ଦୀକ୍ଷା ଆଉ ବିବାହ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ। ଘରେ ପିଲାମାନେ ଅଛନ୍ତି, ସେମାନେ ଜାଣିନାହାନ୍ତି ଯେ ବିବାହ କଣ, ବିବାହ କାହାକୁ କରିବାକୁ ହୁଏ, ବିବାହ କଲେ କଣ ଉଦ୍ଦେଶ୍ୟ ତାର, এইগুলিক ଠାକୁରଙ୍କର ସୁବିସ୍ତାର ଭାବରେ ଭଲ ଭାବରେ କୁହାଯାଇଛି, କିନ୍ତୁ ଆମେ ସେସବୁ କେବେ ବି ଡିସ୍କସନ କରୁନା। ଫଳରେ କଣ ହୁଏ, ପରବର୍ତ୍ତୀ ଜୀବନରେ ସେମାନେ ବୁଝିପାରନ୍ତିନି, ସେମାନେ ଦେଖନ୍ତି ସମାଜରେ ଯାହା ଚାଲିଛି ସେଇଟା ବିବାହ। ତେଣୁ ଆମେ ସେଠି ଯଦି ପ୍ରୋବ୍ଲେମ ହେଲା, ଆମ ନେକ୍ସଟ ଜେନେରେସନରେ ପ୍ରୋବ୍ଲେମ ହେଇଯିବ। ତେଣୁ ଦେଖାଯାଉଛି ପ୍ରଥମ ପିଢ଼ି କିଛିଟା, ସେକେଣ୍ଡ ପିଢ଼ି, ତୃତୀୟ ପିଢ଼ିକୁ ଶେଷ। ଠାକୁରଙ୍କୁ ଯଦି 7 ପିଢ଼ି ଯଦି କରିଦେଇପାରେ ଜଣେ, ତାହେଲେ ମୁଁ ସେଠି ପଳେଇ ଆସିପାରେ।
ତା ମାନେ ହଉଛି ମୁଁ ଯଦି ଠିକ ଭାବରେ କରି ଚାଲେ ଠାକୁରଙ୍କ କଥାଟା ମାନି ଚାଲେ ତାହେଲେ ଠାକୁର ପୁଣି ଆସିବେ। ସେ 7ଟା ପିଢ଼ି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ସେଇଟାକୁ ଯେତେ ପର୍ଯ୍ୟନ୍ତ ମୁଁ ଘରେ ଆଲୋଚନା ନ କରିବି ମୁଁ କେବେ ଜାଣିବି। ଆମେ ନିଜେ ଯଦି ନ କରିବା ନାମ ଧ୍ୟାନ, ନିଜେ ଯଦି ପ୍ରାର୍ଥନା ସମୟରେ ନ କରିବା, ଇଷ୍ଟବୃତ୍ତି ଯଦି ସମୟରେ ନ କରିବା, ପିଲାମାନେ ତାର ଇମ୍ପୋର୍ଟାନ୍ସ କୌଣସି ଦିନ ବୁଝିପାରିବେନି।